ଲୋକଙ୍କ ବିରୋଧ ଯୋଗୁଁ ପଥର ଖାଦାନ ହାତେଇବାର ଉଦ୍ୟମ ଭଣ୍ଡୁର। ରତ୍ନଗର୍ଭା କେନ୍ଦୁଝର ଜିଲ୍ଲାର ବିଭିନ୍ନ ଖଣି ଖାଦାନରୁ ବିଭିନ୍ନ ସମୟରେ ଚଞ୍ଚକତାପୂର୍ଣ୍ଣ ଭାବରେ ଲୁହା ପଥରଠୁ ଆରମ୍ଭ କରି ବାଲି ଓ ପଥର ଖାଦାନ ହାତେଇବା ଭଳି ଖବରର ଶିରୋନାମରେ ରହିଆସିଛି। ଲିଜ୍ ନଥାଇ ବି ପ୍ରତ୍ୟେକ ଦିନ ଲୁଟ୍ ହେଉଛି ଲକ୍ଷ ଲକ୍ଷ ଟଙ୍କାର ପଥର। ଏସବୁ ଲୁଟ୍ରେ ଜଡ଼ିତ ଥାନ୍ତି ଅନେକ ଅସାଧୁ ଅଧିକାରୀ। କିନ୍ତୁ ଘଟଗାଁ ତହସିଲ ଅନ୍ତର୍ଗତ ଭୋଲବେଡ଼ା ଗ୍ରାମ ପଞ୍ଚାୟତର ଆମ୍ବୁଆପଡ଼ା ଗ୍ରାମବାସୀ ଖୋଲାଖୋଲି ଭାବରେ ପଥର ହୁଡ଼ି ଲିଜ୍କୁ ବିରୋଧ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ପରିବେଶ ବନ୍ୟଜନ୍ତୁଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି ଆମ୍ବୁଆପଡ଼ା ବାସିନ୍ଦା। ଫଳରେ ପୁଣି ଏକ ବଡ଼ ପଥର ଖାଦାନ ସୃଷ୍ଟି ହେବା ଟଳି ଯାଇଛି। ତଥା କ୍ଷମତାପନ୍ନ ଅଧିକାରୀ କେନ୍ଦୁଝରଙ୍କ ପତ୍ର ସଂଖ୍ୟା 1210 ତା 12/9/2024 ତାରିଖ ଓ ପତ୍ର ସଂଖ୍ୟା 1787 ତା 2/1/2025 ତାରିଖ ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଘଟଗାଁଙ୍କ ପତ୍ର ସଂଖ୍ୟା 6049 ତା 18/9/2024 ଓ ପତ୍ର ସଂଖ୍ୟା 87 ତା 4/1/2025 ତାରିଖ ପ୍ରକାରେ ପଥର ଖଣି ଅନୁମତି ପ୍ରଦାନ ନିମନ୍ତେ ୱାର୍ଡ ସଭ୍ୟ ଶ୍ରୀଯୁକ୍ତ ବ୍ୟଞ୍ଜନ ନାୟକଙ୍କ ସଭାପତିତ୍ୱରେ ଉପସ୍ଥିତ ସଭାସଦଙ୍କୁ ନେଇ ଏକ ପଲ୍ଲୀସଭା ବା ଗ୍ରାମସଭା ବୈଠକ ଅନୁଷ୍ଠିତ କରାଗଲା। ଉକ୍ତ ସଭାରେ ନିମ୍ନ ପ୍ରକାରେ ଆଲୋଚନା କରାଯାଇ ପ୍ରସ୍ତାବମାନ ସର୍ବସମ୍ମତିକ୍ରମେ ଗୃହୀତ କରାଗଲା। 1 ପ୍ରସ୍ତାବ। ସର୍ବପ୍ରଥମେ ଆଜିକାର ସଭାର ମୁଖ୍ୟ ଆଭିମୁଖ୍ୟ ସମ୍ବନ୍ଧରେ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ଉପସ୍ଥିତ ସଭାସଦମାନଙ୍କୁ ବୁଝାଇଥିଲେ। ତତ୍ପରେ ସଭା କାର୍ଯ୍ୟ ଆରମ୍ଭ କରାଗଲା। ଦ୍ୱିତୀୟ ପ୍ରସ୍ତାବ। ପଥର ଖଣି ଅନୁମତି ପ୍ରଦାନ ସମ୍ବନ୍ଧରେ ଉକ୍ତ ଗ୍ରାମର ଖାତା ନମ୍ବର 151 ପ୍ଲଟ ନମ୍ବର 2117 କିସମ ପାହାଡ଼ ଏରିଆ 1 ଏକରରେ 11 ଏକର 70 ଡିସିମିଲ୍ ରୁ 12 ଏକର 70 ଡିସିମିଲ୍ ଓ ଖାତା ନମ୍ବର 151ର ପ୍ଲଟ ନମ୍ବର 1914 କିସମ ପଥର ବଣିଆ ଏରିଆ ଏରିଆ ଏକର ହେଉଛି 5 ଏକର 73 ଡିସିମିଲ୍। ପଥର ଖଣିକୁ ଅନୁମତି ପ୍ରଦାନ ନିମନ୍ତେ ସଭାରେ ଆଲୋଚନା କରାଗଲା। ମାତ୍ର କୌଣସି ବ୍ୟକ୍ତି ସପକ୍ଷରେ ମତାମତ ପ୍ରଦାନ କରିନଥିଲେ, କିନ୍ତୁ ବିପକ୍ଷରେ ଘୋର ବିରୋଧ କରାଯିବାରୁ ପଥର ଖଣିକୁ ଅନୁମତି ପ୍ରଦାନ କରାଗଲା ନାହିଁ। ପରିଶେଷରେ ସଭାପତିଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ। ବ୍ୟୁରୋ ରିପୋର୍ଟ, ଟାଇମ୍ ଟିଭି।